Hello student, welcome back to my Tanushree tutorial. Plus 3 second semester SEC Skill Enhancement Course Election Studies and Public Opinion Unit 1 ର long question discussion କରିବା. Condition necessary for formation of public opinion. ଜନମତ ଗଠନ ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ ଦେଖିବା. ଜନମତ ଗଠନ ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ. ଜନମତ ଗଠନ ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ ବିଷୟରେ ତୁମର ଉତ୍ସୁକତା ବହୁତ ଗୁରୁତ୍ୱପୂର୍ଣ୍ଣ. ଏହା ଗଣତନ୍ତ୍ରର ମୂଳ ଆଧାର ଭାବରେ ଲୋକମତ ଗଠନକୁ ସୁନିଶ୍ଚିତ କରିଥାଏ. ନିମ୍ନଲିଖିତ ସର୍ତ୍ତାବଳୀଗୁଡ଼ିକ ଜନମତ ଗଠନ ପାଇଁ ଆବଶ୍ୟକ. ମୌଳିକ ସର୍ତ୍ତାବଳୀ. ସୂଚନାର ଉପଲବ୍ଧତା. ଜନମତ ଗଠନ ପାଇଁ ଲୋକମାନେ ସଠିକ, ସମ୍ପୂର୍ଣ୍ଣ ଓ ନିରପେକ୍ଷ ସୂଚନା ପାଇବା ଆବଶ୍ୟକ. ମାଧ୍ୟମର ସ୍ୱାଧୀନତା. ମିଡ଼ିଆ ଓ ସାମ୍ବାଦିକତା ମାଧ୍ୟମର ସ୍ୱାଧୀନ ଭୂମିକା ଲୋକମତ ଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ବୁଦ୍ଧିଜୀବୀଙ୍କ ଅବଦାନ. ସାହିତ୍ୟିକ, ଅଧ୍ୟାପକ, ଆଇନଜୀବୀ, ସାମ୍ବାଦିକ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ନିଜ ମତ ଓ ଆଲୋଚନା ଦ୍ୱାରା ଲୋକମତ ଗଠନରେ ଅନୁପ୍ରେରଣା ଦେଇଥାନ୍ତି. ଶିକ୍ଷା ଓ ଜାଗୃତି. ଶିକ୍ଷା ପ୍ରଣାଳୀ ଓ ଜନଜାଗୃତି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଣାଇବା ଓ ବୁଝାଇବା ଆବଶ୍ୟକ. ସ୍ୱତନ୍ତ୍ର ମତ ପ୍ରକାଶର ଅଧିକାର. ଲୋକମାନେ ନିଜ ମତାମତ ମୁକ୍ତ ଭାବେ ପ୍ରକାଶ କରିପାରିବା ଉଚିତ. ବିଶେଷ ଦୃଷ୍ଟିକୋଣ. ସମ୍ପାଦକୀୟ ଓ ଆଲୋଚନା ଚକ୍ର. ଖବରକାଗଜର ସମ୍ପାଦକୀୟ, ଆଲୋଚନା ଚକ୍ର ଓ ବିଶେଷ ଲେଖା ଲୋକମତ ଗଠନରେ ଗଭୀର ପ୍ରଭାବ ପକାଇଥାଏ. ସାମାଜିକ ମାଧ୍ୟମର ଭୂମିକା. ଆଧୁନିକ ଯୁଗରେ ସାମାଜିକ ମାଧ୍ୟମ ମଧ୍ୟ ଜନମତ ଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି.